ବ୍ୟାସନଗର ପୌର ପରିଷଦ ଅଧୀନସ୍ଥ ଖଣ୍ଡାହତା ଛକରେ ଏକ ଭଡ଼ା ଘରେ ଯୌନ କାରବାର ଘଟଣାକୁ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ। ଘଟଣାକୁ ନେଇ ଯାଜପୁର ରୋଡ ଥାନାରେ ଏତଲା ଓ ଜଣେ ଗିରଫ। ସୂଚନା ମୁତାବକ ଯାଜପୁର ରୋଡ ଆଦର୍ଶ ଥାନା ଅନ୍ତର୍ଗତ ଖଣ୍ଡାହତା ଅଞ୍ଚଳରେ ଦୀର୍ଘ ଦିନ ଧରି ଏକ ଭଡ଼ା ଘରେ ଯୌନ କାରବାର ଚାଲିଥିଲା, ଯାହାକୁ ନେଇ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଗ୍ରାମବାସୀମାନେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ଘର ମାଲିକ ଖବର ପାଇ ଥାନାକୁ ଆସି ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ତେବେ ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟରତ ସାମ୍ବାଦିକ ଭରତ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ପଚରାଉଚରା କରିଥିଲେ, କିନ୍ତୁ ଘର ମାଲିକ 42 ବର୍ଷୀୟ ସୁନନ୍ଦ କୁମାର ସାହୁ, ତାର 2 ସହଯୋଗୀ ଓ କିଛି ଦୁର୍ବୃତ୍ତ ମିଶି ସାମ୍ବାଦିକ ଶ୍ରୀ ରାଉତଙ୍କୁ ହଠାତ୍ ଏକ ଲୁହା ଛଡ଼ ଦ୍ୱାରା ଛାତି, ମୁଣ୍ଡ, ନାକ ଓ ପାଟିକୁ ନୃଶଂସ ଭାବେ ଆକ୍ରମଣ କରିଥିଲେ। ଫଳରେ ଶ୍ରୀ ରାଉତଙ୍କ ଶରୀରରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଉକ୍ତ ଘଟଣା ସମ୍ପର୍କରେ ସାମ୍ବାଦିକ ଶ୍ରୀ ରାଉତଙ୍କ ସାନ ଭାଇ ସୁବ୍ରତ ରାଉତ ପଚାରିବାରୁ ଖଣ୍ଡାହତା ଗ୍ରାମର ସୁନନ୍ଦଙ୍କ ଶଳା 49 ବର୍ଷୀୟ ଅମର ରାଉତ ଏକ ଧାରୁଆ ଭୁଜାଲିରେ ବେକକୁ ହାଣିବାକୁ ଉଦ୍ୟମ କରୁଥିବା ବେଳେ ବେକ ବୁଲେଇ ଦେବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି ଆକ୍ରମଣରେ ସୁବ୍ରତ ଗୁରୁତର ଆହତ ହୋଇପଡ଼ିଥିଲେ ଏବଂ ଉକ୍ତ ଗ୍ରାମର 57 ବର୍ଷୀୟ ଶରତ ରାଉତଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ସାମ୍ବାଦିକ ଭରତ ରାଉତ ଥାନାରେ ଏକ ଏତଲା କରିଥିବା ବେଳେ ଅଭିଯୁକ୍ତ ସୁନନ୍ଦ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ଆଧାରରେ ଯାଜପୁର ରୋଡ ପୋଲିସ ସୁନନ୍ଦକୁ ଅଟକ ରଖିଛି। ତେବେ ଆକ୍ରମଣର ଶିକାର ହୋଇଥିବା 2 ଭାଇଙ୍କୁ ଯାଜପୁର ରୋଡ ଡାକ୍ତରଖାନାରେ ଚିକିତ୍ସା କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ପୋଲିସ। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଖଣ୍ଡାହତା ଗ୍ରାମର ନିତ୍ୟାନନ୍ଦ ରାଉତଙ୍କ ପୁଅ ଅମର ରାଉତ ଓ ସେହି ଗ୍ରାମର ଶଶି ସ୍ୱାଇଁଙ୍କ ପୁଅ ଉଦୟ ସ୍ୱାଇଁଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ଭରତଚନ୍ଦ୍ର ରାଉତ, ଦର୍ଶନ ନ୍ୟୁଜ ପେପର, ବ୍ୟାସନଗର ପ୍ରତିନିଧି। ଆଜ୍ଞା 3ଟା 50 ପାଖାପାଖି ହେବ। ଖଣ୍ଡାହତା ଗ୍ରାମରେ ଗୋଟେ ସେକ୍ସ ରାକେଟ ଚାଲୁଛି ବୋଲି ଗ୍ରାମବାସୀ ମାନେ ଆଜି ଦିନ ଦ୍ୱିପହରେ ଆସି ଥାନାରେ ଅଭିଯୋଗ କରିଥିଲେ। ମୁଁ ଯେତେବେଳେ ଖବରଟି ପାଇଲି, ସେ ଯେଉଁ ଘର ମାଲିକ ସେକ୍ସ ରାକେଟ ରହୁଥିଲା, ସେ ଘର ମାଲିକକୁ ରାସ୍ତା କଡ଼ରେ ଗୋଟେ କାରରେ ବସିଥିବା ଅବସ୍ଥାରେ ଦେଖିଲି। ମୁଁ ତାକୁ ପଚାରିଲି, ଆଜ୍ଞା କ'ଣ କେମିତି କ'ଣ ଟିକେ ନ୍ୟୁଜ୍ ଡାଟା ଦେବେ। ଏତିକି କହିବା ପରେ ସେ ସୁନନ୍ଦ ସାହୁ ବୋଲିକି ଯେଉଁ ଘର ମାଲିକ, ତା ପାଖରେ ବସିଥିବା ତାର ସହଯୋଗୀ ମଣିଆ ବୋଲିକି ଖଣ୍ଡାହତା ଗ୍ରାମର, ପଦାକୁ ଆସି ମୋତେ ସୋଦାସୋଦି କରି ମୋ ହାତ 2ଟାକୁ ମାଡ଼ି ବସି ମୁହଁ, ପେଟ, ଛାତିକି ଗୋଟେ ରଡ଼ରେ କେଞ୍ଚି ଦେଇଛି। ବାଡ଼ାବାଡ଼ି ପ୍ରବଳ କଲେ। ମୋତେ ବାଡ଼ୁଥିବା ଅବସ୍ଥାରେ ମୁଁ ଟିକେ ରାସ୍ତା ଏପଟକୁ ଦୌଡ଼ିକି ପଳେଇ ଆସିଲି ଜୀବନ ବଞ୍ଚାଇବା ପାଇଁ। ଜଣେ ହାତ ଧରିଲା, ଜଣେ ମାରି ଚାଲିଲା। ସୁନନ୍ଦ ସାହୁ ମାରି ଚାଲିଲା। ଘର କୋଉଠି କହିପାରିବେ? ଖଣ୍ଡାହତା ଗାଁରେ ସେ ଘର କରିଛି, ତାଙ୍କ ଘର ନଗୁଆଁ। ଅନ୍ୟମାନଙ୍କ ଜଣେ ହେଲେ ମଣିଆ ବୋଲିକି ମଣିଆ ସ୍ୱାଇଁ, ତାଙ୍କ ଘର ଖଣ୍ଡାହତା। ଆଉ ଜଣେ ହେଲେ ସେ ସୁନନ୍ଦ ସାହୁଙ୍କର ଶଳା ବାଇନ ବୋଲିକି, ବାଇନ ରାଉତ। ଆଚ୍ଛା, ତାପରେ ମୁଁ ଜୀବନ ବିକଳରେ ରାସ୍ତା ଏପଟକୁ ଆମ ଗାଁରେ କୈଳାସ ସ୍ୱାଇଁ କରିଥିବା ନନ୍ଦ ଫ୍ୟାକ୍ଟ୍ରି କତିକି ଦୌଡ଼ିକି ପଳେଇ ଆସିଲି ଜୀବନ ବିକଳରେ ବଞ୍ଚାଇବା ପାଇଁ। କିନ୍ତୁ ସେଠି କୈଳାସ ସ୍ୱାଇଁ ମୋତେ ବଞ୍ଚାଇବା କ'ଣ, ମୋ ହାତ 2ଟାକୁ ମାଡ଼ି ବସିଲା। ତା ଶଳା ଆଉ ବାଇନ ରାଉତ ଆଉ ମଣିଆ ମିଶି ମୋତେ ମାରି ଚାଲିଲେ। ଇଟାରେ, ରଡ଼ରେ ଉଇଥି ଗୋଟେ ବାଉଁଶ କିଳାରେ ବାଡ଼େଇ ଚାଲିଲେ। ଏହି ସମୟରେ ମୁଁ ମୋ ସାନ ଭାଇକି ଫୋନ୍ କରିବାରୁ ସେ କିଛି ସମୟ ପରେ ଯେତେବେଳେ ଆସିକି ପହଞ୍ଚିଲା, ତାକୁ ଦେଖିକି ମୋ ହାତଟିକୁ କୈଳାସ ସ୍ୱାଇଁ ଛାଡ଼ିଦେଲା ଫଳରେ ମୁଁ ରକ୍ତାକ୍ତ ଅବସ୍ଥାରେ ସେଠୁ ମୁଁ ନିଜ ଗାଡ଼ିକି ଧରି ବହୁତ କଷ୍ଟରେ ଥାନାକୁ ପଳେଇ ଆସିଲି। ତାପରେ ଜାଣିବାକୁ ପାଇଲି ଯେ ମୋ ସାନ ଭାଇକି ସେମାନେ ଭୁଜାଲିରେ ହାଣିଛନ୍ତି, ଆଉ ମୋ ଦାଦା ପୁଅକୁ ମଧ୍ୟ ହାଣିଛନ୍ତି। ଆଗରୁ କ'ଣ ଶତ୍ରୁତା ଥିଲା କି? ନା, ଏଇ ସେକ୍ସ ଧନ୍ଦା କରୁଥିଲେ, ଏଇ ବାବଦରେ ପଚାରିବାକୁ ମୁଁ ଯାଇଥିଲି ବୋଲିକି। ଆଉ ଦ୍ୱିତୀୟ ଜିନିଷ ହେଲା, ଆଜି ଇଏ 15-20 ଦିନ ହେଲାଣି ସିଏ ଘରେ ଚାଲୁଥିଲା। ଆଚ୍ଛା, ତାପରେ ଆଜି ଆମ ଗ୍ରାମବାସୀ ମାନେ କମ୍ପ୍ଲେନ୍ ଦେଇଥିଲେ ଥାନାରେ, ସେଇ ରାଗ ଥିଲା। ମୁଁ ତାକୁ ପଚାରୁଥିଲି, ଆଚ୍ଛା ପ୍ରକୃତରେ ସେଠି ସେକ୍ସ ରାକେଟ ଚାଲୁଥିଲା ନା ମିଛୁଟାରେ ତୋ ନାଁରେ ଅବଜେକ୍ସନ୍ କରୁଛନ୍ତି? ମୁଁ ଏଇ ଜିନିଷ ବୁଝିବା ପାଇଁ ତାକୁ ରାସ୍ତା କଡ଼ରେ ଦେଖିକି ଯାଇଥିଲି ପଚାରିବା ପାଇଁ। ତାର ଗୋଟେ ସୁଇଫ୍ଟ ଡିଜାୟାର ଗାଡ଼ି ଅଛି, ସେ ଗାଡ଼ିରେ ସେ ବସିଥିଲା। ସଡ଼ନ୍ ମୋ ଉପରେ ଆଟାକ୍ କଲେ ସେମାନେ
आउ मो सान भाई न पहुँचते हुए तो आज मत से जीवन मध्य मारी दे था थाना रे अभियोग कर जाजपुर रोड थाना रे आज्ञा पुलिस मत नहीं डाक्तरखाना ट्रिटमेंट करी छाड़ी विथ आश्वासन देइछन जे आमे अभियुक्त मानक बहुत यथाशीघ्र धरबू एवं सुनंद साहू बोली जो अभियुक्त सी मो ना एफआईआर देवा बोली थाना को आसला अटक रखाई थाना रे अन्य मानू धरी ना जदि जन सांबादिक सुरक्षा नहीं तेज ताले साधारण लोक कौटी सुरक्षा पाइबे माने माने गोटे ग्राम सेक्स धंदा करवा केते दूर न्यायुक्त आ जन सांबादिक ए बाबद तथ्य संग्रह करिया जीवा द्वारा ताकू एमती मारिवा केते न्यायसंगत यार माने दृढ़ कार्यानुष्ठान निहाती दरकार जन सांबादिक जदि सुरक्षा नुह तेज ताले साधारण लोक कौन करेंगे ताले से सेक्स राकेट सेक्स धंदा करेंगे जन साधारण लोक भी पचारि पारे जदि जन सांबादिक पचार द्वारा ताकू एमती मरा जाऊँगी तेज अन्य मैंने कौन करेंगे एप्रति पुलिस प्रशासन सजग रहा निहाती जरूरी पुलिस प्रशासन ये बाबद दृढ़ कार्यानुष्ठान ग्रहण करी अभियुक्त मानक जो माने ये घटना संश्लिष्ट अच्छा से धरी दंड दवा दरकार। सुरेश करंक रिपोर्ट ओडिशा एकांब्र लाइव।